ଛୁରା ମାଡ଼ରେ ଜଣେ ଗୁରୁତର ଜଣେ ଆହତ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରଠାରେ ଛୁରା ମାଡ଼ରେ ଜଣେ ଗୁରୁତର ଜଣେ ଆହତ। ଡୁଙ୍ଗୁରିପାଲି ସହର ଅମ୍ବରିପଡ଼ା ଗୋପଲଜୀ ମେହେରଙ୍କୁ ଛୁରା ମାଡ଼ରେ ଗୁରୁତର ହୋଇଥିବା ବେଳେ ପ୍ରମୋଦ ବେହେରାଙ୍କୁ କାଠ ଫାଳିଆରେ ମାଡ଼ ମାରିବା ସହ ଛୁରା ମାଡ଼ କରିଛନ୍ତି। ଗୋପାଳଜୀ ମେହେର ଓ ପ୍ରମୋଦ ମେହେର ବାଇକ୍ରେ ଗାଧୋଇବାକୁ ଯିବା ସମୟରେ 5 ଜଣ ଯୁବକ ଆସି ଗୋପାଳଜୀ ମେହେରାକୁ ଅତର୍କିତ ଭାବେ ଛୁରା ମାଡ଼ କରିଥିଲେ। ପ୍ରମୋଦ ମେହେର ଛଡ଼ାଇବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ମଧ୍ୟ କାଠ ଫାଳିଆରେ ମାଡ଼ ମାରିବା ସହ ଛୁରା ମାଡ଼ କରି ଫେରାର ହୋଇଯାଇଛନ୍ତି। ଗୋପାଳଜୀ ମେହେରଙ୍କ ଅବସ୍ଥା ଗୁରୁତର ଥିବାରୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଆମେ ଗାଧୋଇ ଯାଉଥିଲୁ, କାକା ସାଙ୍ଗେ ଗାଧୋଇ ଯାଉଥିଲୁ। ଆମକୁ ଅଟକାଲେ, ଆମେ ଯେତେବେଳେ ଅଟକିଲୁ 5 ଲୋକ ଥିଲେ। ଆଉ ଆମକୁ ପଚାରୁ ଯେତେବେଳେ କାକାକେ ଆମର ବୁୟାଲିରେ ଭୁସି ବସିଲେ, ଯେତେବେଳେ ମୁଇଁ ଛଣାଲି ତ ମୋତେ ବେଟେନ୍ଟା ପିଟି ବସିଲେ ବେଲେ ମୁଁ କହିଲି କାଁ ହେଲେ ପିଟୁଛ, ପିଟା ମରା କରୁଛ ଯେତେବେଳେ କହିଲି ମୋତେ ବୁୟାଲିରେ ଭୁସିଛନ୍। ଆଉ ସେମାନେ ଥିଲେ 5 ଲୋକ। 5 ଲୋକନୁ ତାର ଭାଇ 3ଟା ଅଛନ୍। ତାର ଭାଇ ନା ହଉଛେ ଅତୋଷ, ତାର ବଡ଼ ଭାଇ ନା, ଆଉ ତାର ମଝିଆଟା ହଉଛେ ଲିଙ୍ଗ, ଆଉ ସାନଟା ନା ଦେବରାଜ। ଆମେ ଗାଧୋଇ ଯାଉଥିଲୁ, ଆମକୁ ଅଟକାଲେ। ଯେତେବେଳେ ଅଟକିଲୁ ଏଥର ଆମକୁ ଆଟାକ୍ କଲେ। 5 ଲୋକ ଥିଲେ। ନାଇଁ ଆଗରୁ କିଛି ନାହିଁ, ଆମେ ଆମର ବାଟେ ଆମେ ଯାଉଥିଲୁ। ଆମକୁ ଅଟକେଇ କରି ଆଟାକ୍ କରି ପିଟା ମରା କରିଲେ। ନା ପ୍ରମୋଦ ମେହେର। ସୁବର୍ଣ୍ଣପୁରରୁ ଉମାକାନ୍ତ ବାଗ ରିପୋର୍ଟ, ଏවන් ଓଡ଼ିଶା।